এই ପ୍ରାଚୀନ ସଂସ୍କୃତିର ପ୍ରଭାବ ଆମେ ଦେଖୁଛୁ ପରବର୍ତ୍ତୀ କାଳରେ ତନ୍ତ୍ରରେ ବହୁ ଭାବରେ ପଡିଛି। ତନ୍ତ୍ର ଶାସ୍ତ୍ରରେ ଦେବୀ ସହସ୍ରଭୁଜା, ଦେବୀ ଦଶଭୁଜା, ଦେବୀ ଅଷ୍ଟଭୁଜା, ଦେବୀ ମଧ୍ୟ ଚତୁର୍ଭୁଜା ବା କୋଉଠି ଦ୍ୱିଭୁଜା, ଏସବୁ ବିଭିନ୍ନ କାଳରେ ଭିନ୍ନ ଭିନ୍ନ ସାଧକ ମାନେ ତାଙ୍କୁ ଏହିପରି ଭାବରେ ଚିତ୍ରଣ କରି ଆସିଛନ୍ତି। ଏ ମହାକାଳ ଭିତରେ ହଜାର ହଜାର ବର୍ଷ ବ୍ୟାପି ଯାଇଛି। ଏ ହଜାର ହଜାର ଭିତରେ ମଣିଷର ଯୋଉ ଚିନ୍ତା, ମଣିଷର ଯୋଉ ଦର୍ଶନ, ମଣିଷର ଜୀବନ ସହିତ ଯୋଉ ସମ୍ପର୍କ, ସେଇ ସମ୍ପର୍କଟାକୁ ଅତ୍ୟନ୍ତ ଦୃଢ କରିବା ପାଇଁ, ସୁନ୍ଦର କରିବା ପାଇଁ ସେ ସବୁ ଏଇ ଶାସ୍ତ୍ରର ସାହାଯ୍ୟ ନେଇଛି, ଦେବ ଦେବୀ ମାନଙ୍କର ସାହାଯ୍ୟ ନେଇଛି ଏବଂ କହିଛି ହେ ମା ତୁ ଆମକୁ ଦୟା କର, ତୁ ଆମକୁ କଣ ଧନ ଦେ, ତୁ ଆମକୁ ବିଦ୍ୟା ଦେ, ତୁ ଆମକୁ ଗୋପଲକ୍ଷ୍ମୀ ଦେ, ଏଇ ସବୁ କଥା ନାନା ଭାବରେ ସେ ପ୍ରାର୍ଥନା କରି ଆସିଛି, ସ୍ତୁତି କରି ଆସିଛି। ଆମର ତାତ୍ପର୍ଯ୍ୟ ହଉଛି କହିବାର, ସୁରେନ୍ଦ୍ର ବାବୁ କାଳାନ୍ତର ଲେଖିବା ପୂର୍ବରୁ ଏଇ ଯୋଉ ପୃଷ୍ଠଭୂମି, ଉତ୍କଳୀୟ ସଂସ୍କୃତିର ଏଇ ଯୋଉ ବିଚାର, ଏଇ ଯୋଉ ବିଶେଷତ୍ୱ ସେ ଜାଣିଛନ୍ତି। ସୁରେନ୍ଦ୍ର ବାବୁ କମ ସର୍ଜନଶୀଳ ସ୍ରଷ୍ଟା ନୁହନ୍ତି, ବହୁ ପ୍ରକାର ଗ୍ରନ୍ଥ ସେ ଲେଖିଛନ୍ତି, ଗଳ୍ପ, ଉପନ୍ୟାସ, ଜୀବନୀ, ସବୁ ନାଟକ, ସବୁ କଥା ସେ ଲେଖିଛନ୍ତି। ଏହାର ଅର୍ଥ ସ୍ରଷ୍ଟା ବହୁଶ୍ରାବୀ, ବହୁ ଦିଗ ଭେଦୀ, ବହୁ ଜୀବନର ସେ ଦର୍ଶକ, ବହୁ ଜୀବନର ସେ ସମୀକ୍ଷକ। ଏଇ ଯୋଉ ବିରାଟ କଥା ରହିଛି 1982ରେ ଲେଖିବା ବେଳକୁ ତା ପୂର୍ବରୁ ସେ କେତେ କଥା ଲେଖି ଯାଇଛନ୍ତି। ତେଣୁ ଏଇ ଯୋଉ ବିରାଟ କାଳଭୂମି ବା ସମୟ ଖଣ୍ଡ କାଳାନ୍ତର ଉପନ୍ୟାସ ପୂର୍ବରେ ରହିଛି, ସେଇଥିରୁ ସେ ପ୍ରେରଣା ପାଇଛନ୍ତି। ଏବଂ ସମସ୍ୟା ଆସିଛି ବର୍ତ୍ତମାନ କୋଉଠି ନା ପ୍ରାଚୀନ ସାମନ୍ତବାଦୀ ଜୀବନର, ପ୍ରାଚୀନ ସାମନ୍ତବାଦୀ ମୂଲ୍ୟବୋଧର, ଯୋଉଥିପାଇଁ ସରସ୍ୱତୀ ଦିହରେ ସେ ବର୍ଷ ସରସ୍ୱତୀ ପୂଜା ହୋଇପାରିଲା ନାହିଁ। କାହିଁକି? ତାର କାରଣ କଣ ନା ସେଇ ଯୋଉ ସାମନ୍ତ ସଂସ୍କୃତିରେ ଯୋଉମାନେ ବଢିକିରି ଆସିଛନ୍ତି, ସେ ମହାନ୍ତି ସାହିର ଲୋକମାନଙ୍କ ଭିତରେ ଗୋଟେ ରହିଲା ଅବୁଝାମଣା, ବୁଝାମଣା ହେଇପାରିଲା ନାହିଁ। ନିଶାମଣି ମହାନ୍ତି ସେ ଝିଅଟି ବିକିଦେଲେ ଦୋଳ ଗୋବିନ୍ଦକୁ, ଦୋଳ ଗୋବିନ୍ଦ ସେ ଝିଅଟି କିଣିଲେ, ନିଶାମଣି ମହାନ୍ତି ସେ ପର୍ଯ୍ୟନ୍ତ ବା ତାଙ୍କର ବଂଶଧର ମାନେ ସରସ୍ୱତୀ ପୂଜା କରି ଆସୁଥିଲେ, କିନ୍ତୁ ଦୋଳ ଗୋବିନ୍ଦ ଯେତେବେଳେ ସେ ଝିଅର ଅଧିକାରୀ ହେଲେ, ସିଏ ଆଉ ଦୁର୍ଗା ପୂଜା କରିଦେଲେ ନାହିଁ। କାହିଁକି ନା ଭିତରେ ଭିତରେ ରହିଲା ଭାତୃ ବିବାଦ। ତାଙ୍କର ଅନ୍ୟ ଜଣେ କିଏ ଭାଇ, ସିଏ ହୁଏତ ଚାହିଁଥିବେ ଝିଅ କିଣିବା ପାଇଁ, କିନ୍ତୁ ଦୋଳ ଗୋବିନ୍ଦ ସେଥିରେ ଅଧିକ ଚାଲାକ ପଡିଲେ ଏବଂ ଚାଲାକ ପଡିକିରି ସେ ଜମିଟି କିଣି ନେଲେ। ତେଣୁ ଏଇ ଯୋଉ ବିବାଦ ଲାଗିଲା ସରସ୍ୱତୀ ଝିଅକୁ ଧରିକରି, ଆମେ ଦେଖିବା ଏଇ ବିବାଦ ଗୋଟେ ଧନର ବିବାଦ ନା ପରମ୍ପରାର ବିବାଦ। ପ୍ରକୃତରେ ପରମ୍ପରାର ବିବାଦଟି କଣ ନା ଭାଇ ଭାଇଙ୍କ ଭିତରେ ଯୋଉ ମନୋମାଳିନ୍ୟ, এইটা সেই ସମୟରେ দেখা ଯାଇଥିଲା ଯେ ଓଡିଶା ଆସ୍ତେ ଆସ୍ତେ ଶିକ୍ଷିତ ହଉଛି, ସଭ୍ୟ ହଉଛି, ସଂସ୍କୃତି ପ୍ରବଣ କେତେ ହଉଛି ତା ବିଚାର କରୁନାହିଁ ମୁଁ। ସଭ୍ୟ ଶିକ୍ଷିତ ହେଲେ ବ୍ୟକ୍ତି ଯେ ସଂସ୍କୃତି ପ୍ରବଣ ହୁଏ ଏ କଥାକୁ ମୁଁ ସ୍ୱୀକାର କରେ ନାହିଁ। ଗୋଟିଏ ସାଧାରଣ ଘର ମୂଲିଆ ଲୋକଟିଏ ଯେତିକି ସଂସ୍କୃତି ପ୍ରବଣ, ଜଣେ ସାଧାରଣ ଚାଷୀ ଯେତିକି ସଂସ୍କୃତି ପ୍ରବଣ ହୁଏତ ଆଉ ଜଣେ ଉଚ୍ଚ ଦରର ଲୋକ, ବହୁ ଶିକ୍ଷିତ, ଧନଜୀବୀ, ଧନୀ, ସେତିକି ସଂସ୍କୃତି ସମ୍ପନ୍ନ ନ ହୋଇପାରେ। ତେଣୁ ସଂସ୍କୃତିଟି ରହିଛି ନିଜର ରୁଚିରେ, ନିଜର ଦୃଷ୍ଟିରେ,
परंपरा को बजाई रखिबारे ओ निजर जो आत्म सम्मान से आत्म सम्मान को सुरक्षित करिबारे संस्कृति आमको यह शिखिची मु कदापि कौन काले बलि देवी नहीं तेणु जो माने आत्मसम्मान प्रति सचेतन से माने परंपरा मूल्यबोध ओ आहरी अनेक कथा कहबा आमे कहबा पुरुष ना पुरुषानुक्रमी प्रचलित प्रथा ताकू से सुरक्षित करने को चाहती जो देश रे जो जाति रे जो समय रे प्रथा सुप्रचलित होता है सुप्रतिष्ठित होता है से प्रथा को जो माने स्वीकार करती समर्थन करती ताकू विकसित करती से माने प्रकृति रे बुझंती सांस्कृतिक मूल्यबोधटी कौन सांस्कृतिक चेतनाटी कौन किपरि यही सांस्कृतिक मूल्यबोध बा सांस्कृतिक चेतना आमको परस्पर भितर बांधिके रखी सामाजिक संगतिर कारण है तेणु जो माने मो कथा शुणुचंती जो मानकर मु तो शुणिले एटा कोन पाठरे अछि जे आमर समाज अनेक दिनर बहु प्राचीन समाज এই প্রাচীনতা ହିଁ ହଉଛି ଆମର ଗୌରବ এই ପ୍ରାଚୀନତାଟି ହଉଛି ଆମର ମୂଲ୍ୟବୋଧର ରକ୍ଷକ ତେଣୁ ସୁରେନ୍ଦ୍ର ବାବୁ କାଳାନ୍ତର ଲେଖିଲା ବେଳେ ସେ କହିବାକୁ ଚାହୁଁଛନ୍ତି ଏ ମୂଲ୍ୟବୋଧଟି କିପରି ସୁରକ୍ଷିତ ହେଇ ଆସିଛି ସରସ୍ୱତୀ ଦିହରେ ସରସ୍ୱତୀ ପୂଜା ହଉଥିଲା ଏ ସରସ୍ୱତୀ ପୂଜାକୁ ସେ ସରସ୍ୱତୀ ମାନେ ଶାରଦୀୟ दुर्गा पूजा न करी से लक्ष्मी सरस्वती पूजा करूचंती एवं शास्त्र प्रमाण करने चाहूंती जे जे सरस्वती से मध्य प्रकारांतरे देवी दश पूजा दुर्गा उत्कल खंड सरस्वती को बहु कालरू से भाव पूजा पाई आसी भाव आमर लोक मैंने देखी आसी तेणु ये जो परंपरार कथा प्रथम केते पृष्ठारे से कहिले कौन देखाला तापर समांतर कौन होउची बदली जाउची केमिति व्यक्ति भितरे ए जो भेद मनोभाव ए भेद मनोभावटा जदि तिष्टिकी रहे ताले समाज विखंडित हो जिवो संस्कृति कौन रहिबनी सांस्कृतिक प्रभाव रहिबो नै जीवन गोटी दिन रे जेमिति शेष हो जाउची जीवन एक तात्कालिक कथा ये कथा प्रमाणित हो लेखक कथा करने को देवे ना से प्रमाण करेंगे ये जीवन विशेषत्व जीवन केमिति शाश्वत एवं शाश्वतार अर्थ हूँ सबू भेद द्वंद्व को अतिक्रम करके उठा पड़ो मूल्यबोध को सुरक्षित करने पड़ो यही कथा तो सुरेंद्र चाहती ना तेणु सी देखा सरस्वती पूजा तो ही पारला नहीं सरस्वती पूजा दिन टिके देखा गला कौन आकाश रे वर्षा देखा देला झड़ संकेत आसिला ए झड़ संकेत केमिति परवर्ती काल समय रे तीव्र हेई चली तार चित्र आमे कालांतर उपन्यास रे देखुछु यही समय रे हमको दुई जन चरित्र उत्साहित करुचंती गोटे हूँ अनाम दास अनाम दास को लोके कहते बाबाजी अमुक समूह देखिए किए कहते से गंजड़ गंजे मिलले से पड़े जीव किंतु अनाम दास जो कथा कहूची सी अच्युतानंद मंकर मालिका रू कथा कहूची मालिका केते सत केते भूल ता गोटे अन्य विचार आमे से भीतर को जाऊना सुरेंद्र बाबू से कथा कहवा चाहूना किंतु मालिकार गोटे अलिखित प्रमाण रही अलिखित प्रभाव रही उपकूल ओडिशा रे कहीं ओडिशार भिन्न भिन्न जगार मालिकार भिन्न भिन्न विचार एवं मालिका विकल्प विश्व मालिका विश्व मालिका आधुनिक जुगर लोक लिखिचंती
ସେମାନେ ବିଷ ମାଳିକାରେ କହିବାକୁ ଚାହୁଁଛନ୍ତି ଯେ ଆମର ପଞ୍ଚସଖା ମାନେ ମୁଖ୍ୟତଃ ଅଚ୍ୟୁତାନନ୍ଦ ଯୋଉ ମାଳିକା ପ୍ରଭୃତି ଲେଖିଥିଲେ ସେଇଠି ଲୋକମାନଙ୍କ ମନକୁ ବିଭ୍ରାନ୍ତ କରୁଥିଲା, ସେମାନଙ୍କୁ ଗୋଟିଏ ଭିନ୍ନ କଥା ଶିଖଉଥିଲା। ଭିନ୍ନ କଥା କଣ ନା ଥୋଡେ କାଳ୍ପନିକ କଥାକୁ ବିଶ୍ୱାସ କରିବା। ଆମେ ଜାଣିଛୁ ଆମଷ୍ଟରଡାମ ସେ ଭବିଷ୍ୟବାଣୀ କରିଥିଲେ। ଟଲେମି ସେଠି ବସିକିରି ଗ୍ରୀସରେ ବସିକିରି ଏଥେନ୍ସରେ ବସିକିରି ଉତ୍କଳ ଦେଶର ଆମର ଯୋଉଟା ହଉଛି କଣ ଭୌଗୋଳିକ ରୂପ, ଭୌଗୋଳିକ ଚରିତ୍ର, ଭୌଗୋଳିକ ବିଶେଷତ୍ୱ ସେ ମଧ୍ୟ କଳ୍ପନା କରିଥିଲେ। ତେଣୁ ଅଚ୍ୟୁତାନନ୍ଦଙ୍କର ମାଳିକା କେତେ ବିଜ୍ଞାନ ସମ୍ମତ ଆମେ ସେ କଥା କହୁନାହୁଁ, ତାକୁ ବିଜ୍ଞାନ ଭାବରେ ବିଚାର କରାଯାଇପାରେ,